ଧର୍ମବୁଦ୍ଧି ଓ ପାପବୁଦ୍ଧି ନାମରେ ଦୁଇ ବନ୍ଧୁ ଥିଲେ। କିନ୍ତୁ ଦୁଇ ବନ୍ଧୁଙ୍କର ସ୍ୱଭାବ ଭିନ୍ନ ଥିଲା। ଦୁଇ ଜଣଙ୍କ ମଧ୍ୟରୁ ଜଣେ ଯେତିକି ଧାର୍ମିକ, ଅନ୍ୟ ଜଣକ ସେତିକି ପାପୀ। ସେଥିପାଇଁ ସେମାନଙ୍କ ନାମ ବି ସେମିତି, ଧର୍ମବୁଦ୍ଧି ଓ ପାପବୁଦ୍ଧି। ଥରେ ଦୁଇ ବନ୍ଧୁ ବ୍ୟବସାୟ ପାଇଁ ବିଦେଶ ଗଲେ। ଭଗବାନଙ୍କ ଆଶୀର୍ବାଦରୁ ସେମାନେ ପ୍ରଚୁର ଟଙ୍କା ରୋଜଗାର କଲେ। ସମସ୍ତ ଟଙ୍କାକୁ ଦୁଇ ବନ୍ଧୁ ସମାନ ଭାଗରେ ବାଣ୍ଟି ନେଲେ। ଟଙ୍କା ପଇସା ଧରି ଦୁଇ ବନ୍ଧୁ ଗାଁ ରାସ୍ତା ଧରିଲେ। ସେମାନଙ୍କ ଗାଁ ପୂର୍ବରୁ ଗୋଟିଏ ବଡ଼ ବଣ ପଡ଼େ। ଦୁଇ ବନ୍ଧୁ ଫେରିବା ବାଟରେ ହାଲିଆ ହୋଇ ନିଜ ଗାଁ ପାଖ ବଣରେ ଗୋଟିଏ ଗଛ ମୂଳରେ ବସି ବିଶ୍ରାମ କରିଲେ। ବିଶ୍ରାମ ବେଳେ ସେମାନେ ପରସ୍ପର ମଧ୍ୟରେ ଗାଁ କଥା, ପରିବାର କଥା, ଆତ୍ମୀୟ ସ୍ୱଜନ କଥା ବିଷୟରେ ଆଲୋଚନା କରୁଥାନ୍ତି। ଆଲୋଚନା ମଝିରେ ହଠାତ୍ ପାପବୁଦ୍ଧି ଧର୍ମବୁଦ୍ଧିକୁ କହିଲା, ବନ୍ଧୁ ଧର୍ମବୁଦ୍ଧି, ଆମେ ଏତେ ଗୁଡ଼ାଏ ଟଙ୍କା ପଇସା ଧରି ଗାଁକୁ ଯିବା ଉଚିତ ନୁହଁ। ଚୋରି ଭୟ ଅଛି। ତା ଛଡ଼ା ଏତେ ଗୁଡ଼ାଏ ଟଙ୍କା ପଇସା ଦେଖି ଆତ୍ମୀୟ ସ୍ୱଜନ ହିଂସା ଓ ଲୋଭ କରିବେ। ଧର୍ମବୁଦ୍ଧି ମଧ୍ୟ ପାପବୁଦ୍ଧିର ପ୍ରସ୍ତାବରେ ରାଜି ହୋଇଗଲା ଓ ସେମାନଙ୍କ ଧନ ଗୋଟିଏ ବଡ଼ ବରଗଛ ମୂଳରେ ପୋତି ଦେଇ ଗାଁକୁ ଆସିଲେ। ଗାଁକୁ ଆସି ଦୁଇ ବନ୍ଧୁ ବେଶ ଆରାମରେ ଚଳିଲେ। ଦିନେ ପାପବୁଦ୍ଧି ଆସି କହିଲା, ଭାଇ ଧର୍ମବୁଦ୍ଧି, ମୋର କିଛି ପଇସା ଦରକାର ଅଛି, ଚାଲ ଆଣିବା। ଧର୍ମବୁଦ୍ଧିର ମଧ୍ୟ ଟଙ୍କା ଆବଶ୍ୟକ ଥିଲା। ତେଣୁ ଦୁଇ ବନ୍ଧୁ ବଣ ଆଡ଼କୁ ଚାଲିଲେ। ବଣରେ ପହଞ୍ଚି ଦୁଇ ବନ୍ଧୁ ବରଗଛ ମୂଳରେ ବହୁତ ଖୋଳାଖୋଳି କରି ଖୋଜାଖୋଜି କରିଲେ, କିନ୍ତୁ ଧନ ଆଉ ମିଳିଲା ନାହିଁ। ଟଙ୍କା ନ ମିଳିବାରୁ ପାପବୁଦ୍ଧି ଧର୍ମବୁଦ୍ଧିକୁ କହିଲା, ବନ୍ଧୁ, ମୋର ସନ୍ଦେହ ହେଉଛି ତୁମେ ହିଁ ଟଙ୍କା ଚୋରି କରିଛ। ଧର୍ମବୁଦ୍ଧି କହିଲା, ବନ୍ଧୁ, ତୁମେ ଏପରି କ'ଣ କହୁଛ? ଲୋକେ ମୋତେ ଧର୍ମବୁଦ୍ଧି ବୋଲି କୁହନ୍ତି। ମୁଁ ଜୀବନରେ କେବେ ହେଲେ ପରଧନରେ ହାତ ଦେଇନାହିଁ। ମୋର ମନେ ହୁଏ ତୁମେ ହିଁ ଏଠାରୁ ଟଙ୍କା ନେଇଯାଇଛ। ଦୁହିଁଙ୍କ ମଧ୍ୟରେ ଏହିପରି ବହୁ କଥା କଟାକଟି ପରେ ସେମାନେ ବିଚାର ପାଇଁ ରାଜଦରବାରକୁ ଚାଲିଲେ। ଦରବାରରେ ରାଜପରିଷଦର ସଭ୍ୟମାନେ ଦୁଇ ଜଣଙ୍କ ଅଭିଯୋଗ ଶୁଣି ପଚାରିଲେ, ତୁମେ ଦୁଇ ଜଣ ଉଭୟଙ୍କୁ ଦୋଷୀ ବୋଲି କହୁଛ, କିନ୍ତୁ ସାକ୍ଷୀ କିଏ? କିଛି ପ୍ରମାଣ ଅଛି କି? ବିନା ସାକ୍ଷୀ ବିନା ପ୍ରମାଣରେ କାହାକୁ ଦୋଷୀ ମାନି ନେବା ଠିକ୍ ନୁହେଁ। ଧର୍ମବୁଦ୍ଧି କହିଲା, ଆମର କିଛି ସାକ୍ଷୀ କି ଲିଖିତ ପ୍ରମାଣ ନାହିଁ। କିନ୍ତୁ ପାପବୁଦ୍ଧି କହିଲା, ମହାରାଜ, ମୁଁ ବଣ ଦେବତାଙ୍କୁ ସାକ୍ଷୀ ମାନୁଛି। ତେଣୁ ରାଜପରିଷଦର ସଭ୍ୟମାନେ ତହିଁ ଆର ଦିନ ବଣକୁ ଯିବାକୁ ନିଶ୍ଚିତ କରିଲେ। ଘରକୁ ଫେରି ପାପବୁଦ୍ଧି ନିଜ ବାପାକୁ ସବୁ କଥା ଶୁଣାଇଲା। ପାପବୁଦ୍ଧି ତା ବାପାକୁ କହିଲା, ବାପା, ସବୁ ଟଙ୍କା ମୁଁ ଚୋରି କରିଛି। ମୁଁ ଧର୍ମବୁଦ୍ଧିକୁ ଠକି ଦେବାକୁ ଚାହୁଁଛି। ପାପବୁଦ୍ଧିର ବାପା କହିଲା, ତେବେ ମୁଁ ତୋ ପାଇଁ କ'ଣ କରିପାରିବି? ପାପବୁଦ୍ଧି କହିଲା, ବାପା, ଆପଣ ଏବେ ଯାଇ ବଣରେ ଥିବା ବଡ଼ ବରଗଛର କୋରଡ଼ରେ ବସନ୍ତୁ। ଯେତେବେଳେ ରାଜପରିଷଦର ସଭ୍ୟମାନେ ଚୋର କିଏ ବୋଲି ପଚାରିବେ, ସେତେବେଳେ ଆପଣ କୋରଡ଼ ଭିତରୁ କହିବେ, ଧର୍ମବୁଦ୍ଧି ଚୋର। ପାପବୁଦ୍ଧିର ବାପା ପୁଅର କଥାରେ ରାଜି ହୋଇଗଲା। ତହିଁ ପରଦିନ ସକାଳେ ରାଜପରିଷଦର ସଭ୍ୟମାନେ ଧର୍ମବୁଦ୍ଧି ଓ ପାପବୁଦ୍ଧିଙ୍କୁ ସାଥିରେ ନେଇ ବଣରେ ଥିବା ବଡ଼ ବରଗଛ ମୂଳରେ ଯାଇ ପହଞ୍ଚିଲେ। ବରଗଛକୁ ଲକ୍ଷ୍ୟ କରି ରାଜପରିଷଦର ସଭ୍ୟ ପଚାରିଲେ, ହେ ବଣ ଦେବତା, ଆପଣ ମୋର ପ୍ରଣାମ ଗ୍ରହଣ କରନ୍ତୁ। ଧର୍ମବୁଦ୍ଧି ଓ ପାପବୁଦ୍ଧି ମଧ୍ୟରୁ ଚୋର କିଏ, ଆପଣ ଆମକୁ କୁହନ୍ତୁ। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ପରି ବରଗଛର କୋରଡ଼ ଭିତରୁ ଉତ୍ତର ଆସିଲା, ଧର୍ମବୁଦ୍ଧି। ସମସ୍ତ ଉପସ୍ଥିତ ବ୍ୟକ୍ତି ଧର୍ମବୁଦ୍ଧିକୁ ଦୋଷୀ ମାନି ନେଲେ। ତାକୁ ନାନା ପ୍ରକାର ଧିକ୍କାର କରିଲେ ଓ ତାକୁ କଠିନ ଦଣ୍ଡ ଦେବା ପାଇଁ ମଧ୍ୟ କହିଲେ। ଧର୍ମବୁଦ୍ଧି କହିଲା, ଧର୍ମାବତାର, ମୋତେ ଆଉ କିଛି ସମୟ ଦିଅନ୍ତୁ। ଧର୍ମବୁଦ୍ଧି କିଛି ଶୁଖିଲା ପତ୍ର ଯୋଗାଡ଼ କରି ସେଥିରେ ନିଆଁ ଲଗାଇ ବରଗଛର କୋରଡ଼ ଭିତରକୁ ପକାଇଦେଲା। ପାପବୁଦ୍ଧିର ବାପା ପୋଡ଼ିଯିବାର ଭୟରେ କୋରଡ଼ ଭିତରୁ ବାହାରି ଆସିଲା ଓ ନିଜ ପୁଅର ସମସ୍ତ ଚୋରି କଥା ଓ ଧର୍ମବୁଦ୍ଧିକୁ ଠକିବା କଥା ସମସ୍ତଙ୍କ ସାମ୍ନାରେ କହିଦେଲା। ବିଚାରକମାନେ ଧର୍ମବୁଦ୍ଧିର ଉପସ୍ଥିତି ବୁଦ୍ଧିର ପ୍ରଶଂସା କରିଲେ ଓ କହିଲେ, ଧର୍ମବୁଦ୍ଧି, ତୁମେ ପ୍ରକୃତରେ ଧର୍ମରେ ଅଛ। ପାପବୁଦ୍ଧି, ତୁମେ ହିଁ ଚୋର, ତୁମକୁ କଠିନ ଦଣ୍ଡ ମିଳିବ। ମୁଖ୍ୟ ବିଚାରକମାନେ ପାପବୁଦ୍ଧିକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଲେ। ତେଣୁ କୁହାଯାଏ, ଯେ କେବଳ ଉପାୟ ଚିନ୍ତା କରେ କିନ୍ତୁ ତାର ଫଳାଫଳ ବିଷୟରେ ଚିନ୍ତା କରେ ନାହିଁ, ତାର ପାପବୁଦ୍ଧି ଭଳି ଦଶା ହୁଏ। ସାଙ୍ଗମାନେ, କାହାଣୀ କେମିତି ଲାଗିଲା କମେଣ୍ଟସରେ ନିଶ୍ଚୟ ଜଣାଇବେ। ଭିଡ଼ିଓକୁ ଲାଇକ୍, ସେୟାର କରିବାକୁ ଭୁଲିବେ ନାହିଁ। ନୂଆ ନୂଆ କାହାଣୀ ଶୁଣିବା ପାଇଁ ଚ୍ୟାନେଲକୁ ନିଶ୍ଚିତ ସବସ୍କ୍ରାଇବ୍ କରିବେ। ଦେଖା ହେବା ଆଉ ଏକ ନୂଆ କାହାଣୀ ସହ।
ଧନ୍ୟବାଦ।